ଦିନକର କଥା। ଜଣେ ମୂର୍ତ୍ତି ଗଢ଼ୁଥିବା ଲୋକ ଯିଏକି ନୂଆ ନୂଆ ମୂର୍ତ୍ତି ଗଢ଼ୁଥିଲା। ଦିନେ ସେ ଏକା ଏକା ଜଙ୍ଗଲରେ ଯାଉଥିଲା ବାଟରେ ଯାଉ ଯାଉ ଗୋଟେ ପଥର ଉପରେ ତା ଆଖି ପଡ଼ିଲା। ସେ ପଥରକୁ ଦେଖି ମୂର୍ତ୍ତିକାର ମନେ ମନେ ଭାବିଲା, ଏ ପଥରକୁ ନେଇ ଭଗବାନଙ୍କ ମୂର୍ତ୍ତି କଲେ କେମିତି ହୁଅନ୍ତା। ସେ ନୂଆ ନୂଆ ମୂର୍ତ୍ତି ଗଢ଼ୁଥିଲା, ତେଣୁ ତା ମନରେ ଭାରି ଆଗ୍ରହ ଥିଲା ମୂର୍ତ୍ତି ଗଢ଼ିବାକୁ। ସେଇଥିପାଇଁ ସେ କୌଣସି ପଥରକୁ ବି ଦେଖିଲେ ତାର ଇଚ୍ଛା ହୁଏ ସେ ପଥରକୁ ନେଇ ସେ ମୂର୍ତ୍ତି ଗଢ଼ିବ ବୋଲି। ପୁଣି ସେ ଲୋକଟି ତା ବ୍ୟାଗରୁ ଶେଣି ହାତୁଡ଼ି ବାହାରି କଲା ଏବଂ ସେ ପଥର ପାଖରେ ବସି ପଡ଼ିଲା ମୂର୍ତ୍ତି ଗଢ଼ିବାକୁ। ଯେମିତି ସେ ପଥରରେ ଶେଣି ହାତୁଡ଼ି ମାରିଛି, ସେ ପଥରରୁ ଆବାଜ ଆସିଲା, ମୋତେ ମାରନା, ମୋତେ ବହୁତ କଷ୍ଟ ହେଉଛି। ଲୋକଟି ଏକଥା ଶୁଣି ଭାରି ହଇରାଣ ହେଲା। ପୁଣି ଆଉଥରେ ସେ ପଥରକୁ ପ୍ରହାର କଲା। ସେ ପଥରଟି କହିଲା, ମୋତେ ବହୁତ ଦରଦ ହେଉଛି, ମୋତେ ମାରନା। ତାପରେ ସେ ଲୋକଟି ନିଜ ସମାନ ଧରି ସେଠୁ ଚାଲିଗଲା। ଆଉ ସେ ପଥରକୁ ସେଇଠି ଛାଡ଼ି ଦେଇଗଲା। ଟିକେ ଆଗକୁ ଗଲା ପରେ ତାକୁ ଆଉ ଗୋଟେ ବଡ଼ ପଥର ମିଳିଲା ଏବଂ ଭାବିଲା ଏଇ ପଥରରେ ବି ସେ ମୂର୍ତ୍ତି ଗଢ଼ିବ। ତା ବ୍ୟାଗରୁ ତା ସମାନ କାଢ଼ି ସେ ପଥରରେ ମୂର୍ତ୍ତି ଗଢ଼ିବାକୁ ଲାଗିଲା। ସେ ପଥରକୁ ବି ଦରଦ ହେଉଥିଲା, କିନ୍ତୁ ସେ ଦରଦକୁ ସେ ସହିଗଲା। କିଛି ସମୟ ପରେ ମୂର୍ତ୍ତିକାର ସେ ପଥରରୁ ଗୋଟେ ସୁନ୍ଦର ମୂର୍ତ୍ତି ଗଢ଼ିଦେଲେ। ତାପରେ ସେ ମୂର୍ତ୍ତିକୁ ସେଇଠି ଛାଡ଼ି ଚାଲିଗଲେ। ଗୋଟେ ଗାଁରେ ଯାଇ ପହଞ୍ଚିଲେ ଏବଂ ଜାଣିବାକୁ ପାଇଲେ ସେ ଗାଁରେ ଗୋଟେ ମନ୍ଦିର ତିଆରି ହେଇଛି, ଆଉ ସେ ମନ୍ଦିର ପାଇଁ ଗୋଟେ ମୂର୍ତ୍ତିର ଆବଶ୍ୟକ ରହିଛି। ମୂର୍ତ୍ତିକାର ସେ ଗାଁ ଲୋକଙ୍କୁ ଡାକିକି କହିଲେ, ମୁଁ ଏବେ ଜଙ୍ଗଲରେ ଗୋଟେ ମୂର୍ତ୍ତି ଗଢ଼ିକି ଆସିଛି। ତମେମାନେ ଯାଇ ସେ ମୂର୍ତ୍ତିକୁ ଆଣି ମନ୍ଦିରରେ ସ୍ଥାପିତ କର। ଗାଁ ଲୋକ ଯାଇ ସେ ମୂର୍ତ୍ତି ଆଣି ମନ୍ଦିରରେ ସ୍ଥାପନ କଲେ। ମୂର୍ତ୍ତି ରଖିବା ପରେ ଗାଁର ଜଣେ ଲୋକ କହିଲା, ମୂର୍ତ୍ତି ତ ହେଇଗଲା, ଏବେ ନଡ଼ିଆ ଫଟେଇବା ପାଇଁ ଗୋଟେ ବଡ଼ ପଥରର ମଧ୍ୟ ଆବଶ୍ୟକତା ରହିଛି। ଏକଥା ଶୁଣି ମୂର୍ତ୍ତିକାର କହିଲେ, ତମେମାନେ ଏ ମୂର୍ତ୍ତିକୁ ଯେଉଁଠୁ ଆଣିଥିଲ ସେହି ରାସ୍ତାରେ ଟିକେ ଆଗକୁ ଗଲା ପରେ ଗୋଟେ ବଡ଼ ପଥର ମିଳିବ। ଗାଁ ଲୋକମାନେ ଯାଇ ସେ ପଥରକୁ ଆଣି ନଡ଼ିଆ ଭାଙ୍ଗିବାକୁ ରଖିଦେଲେ ମନ୍ଦିରରେ। ଗୋଟେ ଦିନ ରାତିରେ ମୂର୍ତ୍ତି ଆଉ ପଥର ଆପସରେ କଥା ହେଉଥିଲେ। ପଥରଟି ମୂର୍ତ୍ତିକୁ କହିଲା, ତୁ କେତେ ଖୁସି ୟାର, ଲୋକ ତୋତେ ପୂଜା କରୁଛନ୍ତି, ତୋତେ ମାନୁଛନ୍ତି, ଆଉ ମୋ ଉପରେ ନଡ଼ିଆ ଭାଙ୍ଗୁଛନ୍ତି, ଆଉ ମୋତେ ଭାରି ଦରଦ ହେଉଛି ୟାର। ମୂର୍ତ୍ତି କହିଲା, ଯଦି ତୁ ସେଦିନ ମୂର୍ତ୍ତିକାରର ପ୍ରହାର ସହିଯାଇଥାନ୍ତୁ, ଆଜି ମୋ ଜାଗାରେ ତୁ ଥାନ୍ତୁ ଆଉ ତୋ ଜାଗାରେ ମୁଁ। କିନ୍ତୁ ତୁ ତ ସହିଲୁନି, ଆଜି ତୋ ଉପରେ ନଡ଼ିଆ ଫାଟୁଛି ଆଉ ମୋତେ ପୂଜା କରୁଛନ୍ତି ଲୋକମାନେ। ବନ୍ଧୁମାନେ, ଏଥିରୁ ଆମେ ଏଇଆ ଶିଖିଲେ ଯେ ଏ ଜୀବନଟା ଏତେ ସହଜ ନୁହେଁ। ଏଠି ବିନା ସଂଘର୍ଷରେ କେହି ମହାନ ହୁଅନ୍ତିନି। ଯେପର୍ଯ୍ୟନ୍ତ ହାତୁଡ଼ିର ପ୍ରହାର ପଡ଼ିନି, ସେ ପର୍ଯ୍ୟନ୍ତ ପଥର ବି ଭଗବାନ ହେଇପାରିବନି। ଧନ୍ୟବାଦ ବନ୍ଧୁମାନେ, ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଥିଲେ ସେୟାର କରିବେ, ଅନ୍ୟମାନଙ୍କ ପାଖରେ ପହଞ୍ଚାଇବେ।